ଆଜି ଚିକି ପାଇଁ ପୂଜାଟିଏ ରଖିବେ। 9 ଜଣ ସାଧବ ନାରୀ ପୂଜା କଲେ ମା ଆଉ ଛୁଆଙ୍କୁ ନବଦୁର୍ଗାର ଆଶୀର୍ବାଦ ମିଳେ। ଛୁଆ ସାରା ଜୀବନ ସୁଖ ସମୃଦ୍ଧିରେ କଟିଥାଏ। ରହି ଆସିକରି କହିବ, ଏହି ପ୍ରେଗନେନ୍ସି ବିଷୟରେ କଥା ମୁଁ କହିଥିଲି। ଏହି ପୂଜାରେ ମୁଁ ହିଁ ପ୍ରଥମ ଥର ବସିବି। ତାହାପରେ ଚିକି ହଟିଯିବ। ରୋହି ପୂଜାରେ ବସିବ। ରୋହିର ପୂଜାରେ ବସିଗଲା ପରେ 9 ଜଣ ସାଧବ ବୋହୂମାନଙ୍କୁ ଟିକେ ରେଷ୍ଟ ନେବାକୁ କହିବେ। ତାପରେ ରେଷ୍ଟ ନେଲା ବେଳେ ରତ୍ନମଣି, ରୋହି ଓ 3 ଜଣ ମିଶି 9 ଜଣ ସାଧବ ବୋହୂମାନଙ୍କୁ ଧୂଆଁ ଦେବେ। 9 ଜଣ ବେହୋସ ହୋଇଯିବେ। 9 ଜଣ ବେହୋସ ହୋଇଯିବା ପରେ ସାଧବ ନାରୀମାନେ ଚେତା ଫେରିବେ କି ନାହିଁ? ଚିକିକୁ ପୂଜା କରିପାରିବେ କି ନାହିଁ? ପୂଜାର ଶୁଭ ମୁହୂର୍ତ୍ତ 15 ମିନିଟ୍ ଥିବ ବର୍ତ୍ତମାନ। ଚିକିର ପୂଜା କରିପାରିବେ କି ନାହିଁ ସାଧବ ନାରୀମାନେ? ଆପଣମାନେ ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରେ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଆଜିର ଭିଡ଼ିଓଟି କେମିତି ଲାଗିଲା? ଭିଡ଼ିଓଟି ଯଦି ଭଲ ଲାଗିଥିଲା ଭିଡ଼ିଓକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏମିତି ଭିଡ଼ିଓ ଦେଖିବା ପାଇଁ। ଜୟ ଜଗନ୍ନାଥ।